ଜଳବାୟୁ ପରିବର୍ତ୍ତନ କାର୍ଯ୍ୟ ପାଇଁ ଜରୁରୀ କଲ୍ ବା ଆହ୍ୱାନ। ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଖୋଲିବା। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆମ ସମ୍ପ୍ରଦାୟ ଉପରେ। ବିଭିନ୍ନ ବିପଦ ବୁଝିବା। ସ୍ୱାସ୍ଥ୍ୟ ଉପରେ ପ୍ରଭାବ। ପୁନର୍ବାର। ଜଳବାୟୁ ପରିବର୍ତ୍ତନ କ'ଣ ଆପଣମାନେ ମନେ ପକାଇ ପାରିବେ? ଜଳବାୟୁ ପରିବର୍ତ୍ତନ ପୃଥିବୀର ପାଣିପାଗ ଢାଞ୍ଚା ଏବଂ ସାମଗ୍ରିକ ଜଳବାୟୁରେ ଗୁରୁତ୍ୱପୂର୍ଣ୍ଣ ଏବଂ ସ୍ଥାୟୀ ପରିବର୍ତ୍ତନକୁ ବୁଝାଏ। ଏହା ଘଟେ କାରଣ ସମୟ ଗଡ଼ିବା ସହିତ ପୃଥିବୀର ବାୟୁମଣ୍ଡଳ ଧୀରେ ଧୀରେ ଗରମ ହେବାକୁ ଲାଗେ। ଏହି ଉଷ୍ମତା ମୁଖ୍ୟତଃ ଭ୍ୟାରିୟସ୍ ବିଭିନ୍ନ କାରଣରୁ ହୋଇଥାଏ, ଯେପରିକି ପ୍ରାକୃତିକ ବିପର୍ଯ୍ୟୟ, ମାନବ କାର୍ଯ୍ୟକଳାପ, ଯେପରିକି ଜୀବାଶ୍ମ ଇନ୍ଧନ ଜାଳିବା, ଯେପରିକି କୋଇଲା, ତୈଳ ଏବଂ ଗ୍ୟାସ୍, ଏବଂ ଜଙ୍ଗଲ ନଷ୍ଟ ହେବା ବା ଗଛ କାଟିବା ଇତ୍ୟାଦି। ଜଳବାୟୁ ପରିବର୍ତ୍ତନ ଏବଂ ଏହାର ସୁଦୂର ପ୍ରସାରୀ ପ୍ରଭାବକୁ ବୁଝିବା ପାଇଁ ଆମେ ଆମର ଯାତ୍ରା ଜାରି ରଖିବା। ଆସନ୍ତୁ ଜାଣିବା ବର୍ତ୍ତମାନ କେତେକ ନିର୍ଦ୍ଦିଷ୍ଟ କାରଣ ଏବଂ ଅବସ୍ଥା, ସମ୍ପ୍ରଦାୟ ଏବଂ ଇକୋସିଷ୍ଟମ ଉପରେ ଏହାର ପ୍ରଭାବକୁ କିପରି ବଢ଼ାଇ ପାରିବ। ଏହି ଅନନ୍ୟ ଆହ୍ୱାନଗୁଡ଼ିକ ବେଳେବେଳେ ପରିବେଶ ପରିବର୍ତ୍ତନ ସହିତ ମୁକାବିଲା କରିବା ଆହୁରି ଜଟିଳ ହୋଇପାରେ। ଜଳବାୟୁ ପରିବର୍ତ୍ତନ ସମସ୍ତଙ୍କୁ ସମାନ ଭାବରେ ପ୍ରଭାବିତ କରେ କି? ଏହା ସମସ୍ତଙ୍କୁ ସମାନ ଭାବରେ ପ୍ରଭାବିତ କରେ ନାହିଁ। ଏହାକୁ କଳ୍ପନା କର ଯେପରି ଜଳବାୟୁ ପରିବର୍ତ୍ତନ ଝଡ଼ ପରି ଏବଂ ବିଭିନ୍ନ ସମ୍ପ୍ରଦାୟ ସମୁଦ୍ରରେ ଡଙ୍ଗା ପରି। କେତେକ ଡଙ୍ଗା ଦୃଢ଼ ଏବଂ ଝଡ଼କୁ ନିୟନ୍ତ୍ରଣ କରିବା ପାଇଁ ଉନ୍ନତ ମାନର ହୋଇଥିବା ବେଳେ ଅନ୍ୟମାନେ ଛୋଟ ଏବଂ ଅଧିକ ଭଗ୍ନ ହୋଇପାରନ୍ତି। ଏହା ଜୋର ଦେଇଥାଏ ଯେ ବିଭିନ୍ନ ସମ୍ପ୍ରଦାୟ ଏବଂ ଗୋଷ୍ଠୀ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଭିନ୍ନ ଭାବରେ ଅନୁଭବ କରିପାରନ୍ତି। ସେମାନେ କେଉଁଠାରେ ରୁହନ୍ତି, ସେମାନଙ୍କର ଅର୍ଥନୈତିକ ପରିସ୍ଥିତି କିମ୍ବା ଉତ୍ସ, ଏବଂ ଶିକ୍ଷା ପାଇଁ ଅନ୍ୟାନ୍ୟ କାରଣ ହେତୁ ଏହା ହୋଇପାରେ। ମୂଳତଃ ଏହା ବୁଝିବା ବିଷୟରେ ଯେ ଜଳବାୟୁ ପରିବର୍ତ୍ତନ ଏକ ଆକାର ଫିଟ୍ ସବୁ ପ୍ରସଙ୍ଗ ନୁହେଁ। ଏହା ଅନ୍ୟମାନଙ୍କ ଅପେକ୍ଷା କିଛି ଲୋକ ଏବଂ ସମ୍ପ୍ରଦାୟ ପାଇଁ ଅଧିକ ଭୟଙ୍କର ପରିଣାମ ଦେଇପାରେ। ସମ୍ପ୍ରଦାୟ ଦ୍ୱାରା ସମ୍ମୁଖୀନ ହେଉଥିବା ଏକାଧିକ ବିପଦକୁ ବୁଝିବା। ଏହିଠାରେ ଏକାଧିକ ବିପଦ ଚିତ୍ରକୁ ଆସିଥାଏ। ଏହା କିଛି ସମ୍ପ୍ରଦାୟ ପାଇଁ ଏକ ଦ୍ୱିଗୁଣ କିମ୍ବା ତ୍ରିଗୁଣ ଚ୍ୟାଲେଞ୍ଜ ପରି। କେତେକ ସ୍ଥାନ ଜଳବାୟୁ ପରିବର୍ତ୍ତନ ହେତୁ ଅଧିକ ବିପଦଗ୍ରସ୍ତ ହୋଇଥାନ୍ତି କାରଣ ସେମାନେ କେଉଁଠାରେ ଥାଆନ୍ତି, ଯେପରିକି ସେମାନେ ସମୁଦ୍ର ନିକଟରେ କିମ୍ବା ପ୍ରକୃତରେ ଗରମ ଅଞ୍ଚଳରେ। ତାହା ହେଉଛି ଭୌଗୋଳିକ ଦୁର୍ବଳତା। ବିପଦକୁ ଅଧିକ ବୁଝିବା ପାଇଁ ବିଭିନ୍ନ ସମ୍ପ୍ରଦାୟର କିଛି ମାମଲା ଉପରେ ନଜର ପକାଇବା। ଜଳବାୟୁ ପରିବର୍ତ୍ତନ ସୁନ୍ଦରବନ ଉପରେ ପ୍ରଭାବ। ସୁନ୍ଦରବନ ହେଉଛି ବିଶ୍ୱର ସର୍ବବୃହତ୍ ସଂଲଗ୍ନ ମ୍ୟାନଗ୍ରୋଭ୍ ଜଙ୍ଗଲ ଏବଂ ଏହା ଏକ ନିର୍ଦ୍ଦିଷ୍ଟ ବିଶ୍ୱ ଐତିହ୍ୟ ସ୍ଥଳ। ଭାରତ ଏବଂ ବାଂଲାଦେଶ ଦ୍ୱାରା ଅଂଶୀଦାର ଏଥିରେ ବାଘ ସମେତ ଅନେକ ପ୍ରଜାତି ବାସ କରନ୍ତି। ଏହି ବାସସ୍ଥାନ ପ୍ରାୟ 4.37 ମିଲିୟନ ଲୋକଙ୍କୁ ସମର୍ଥନ କରେ। କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ ବିଶ୍ୱାସ କରାଯାଏ ଯେ ସୁନ୍ଦରବନ 4.15 କୋଟି ଟନ୍ କାର୍ବନ ଡାଇଅକ୍ସାଇଡ୍ ଶୋଷି ଦେଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ସୁନ୍ଦରବନ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି। ସମୁଦ୍ର ପତନ ବୃଦ୍ଧି ସହିତ ଦ୍ୱୀପପୁଞ୍ଜ ଅଦୃଶ୍ୟ ହୋଇଯାଉଛି। ଜଳ ଏବଂ ମାଟିରେ ବଞ୍ଚୁଥିବା ଲବଣତା ଜଙ୍ଗଲର ସ୍ୱାସ୍ଥ୍ୟ ତଥା ମୃତ୍ତିକା ଏବଂ ଫସଲର ଗୁଣବତ୍ତା ପ୍ରତି ବିପଦ ସୃଷ୍ଟି କରିଛି। ଅତିରିକ୍ତ ଭାବରେ
ହାଇଡ୍ରୋଲୋଜିକାଲ ପାରାମିଟରଗୁଡ଼ିକରେ ଗୁରୁତର ବ୍ୟାଘାତ ଘଟିଛି। ହାଇଡ୍ରୋଲୋଜିକାଲ ପାରାମିଟରଗୁଡ଼ିକ ଜଳ ସହିତ ଜଡ଼ିତ ବିଭିନ୍ନ ବୈଶିଷ୍ଟ୍ୟ ଏବଂ ମାପକୁ ସୂଚିତ କରେ, ବିଶେଷତଃ ପୃଥିବୀର ଜଳବାୟୁ ପ୍ରଣାଳୀ ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ଏହା କିପରି ବଦଳୁଛି, ଏବଂ ମତ୍ସ୍ୟ ଢାଞ୍ଚାରେ ପରିବର୍ତ୍ତନ ମତ୍ସ୍ୟଜୀବୀମାନଙ୍କ ପାଇଁ ବିପଦଜନକ ପରିଣାମରେ ପ୍ରଭାବ ପକାଇଥାଏ। ବର୍ଷାର ଢାଞ୍ଚାରେ ପରିବର୍ତ୍ତନ ଏବଂ ସମୁଦ୍ର ପତନ ବୃଦ୍ଧି ହେତୁ ମତ୍ସ୍ୟଜୀବୀମାନେ ଯାଇ ମାଛ ଧରିପାରିବେ ନାହିଁ। ଏହାପରେ ସେମାନଙ୍କର ଜୀବିକା ଉପରେ ପ୍ରଭାବ ପଡ଼ିବ ଏବଂ ସେମାନଙ୍କ ପରିବାରକୁ ଖାଇବାକୁ ଦେବାରେ ସକ୍ଷମ ହେବ ନାହିଁ। ସମୁଦ୍ର ନିକଟରେ ଥିବା ସମ୍ପ୍ରଦାୟର ନିମ୍ନମାନର ଘରଗୁଡ଼ିକ ଅତ୍ୟଧିକ ବର୍ଷା ହେତୁ ନଷ୍ଟ ହୋଇଯିବ କିମ୍ବା କମ୍ ବର୍ଷା ହେତୁ ସମୁଦ୍ର ଶୁଖିବା ଆରମ୍ଭ କରିପାରେ। ବାରମ୍ବାର ଘୂର୍ଣ୍ଣିବଳୟ ଏବଂ ପରିବର୍ତ୍ତିତ ମୌସୁମୀ ଢାଞ୍ଚା ପରିବେଶ ଏବଂ ମାନବିକତାକୁ କ୍ଷତି ପହଞ୍ଚାଉଛି। ସୁନ୍ଦରବନ ଜଳମଗ୍ନ ହେବାର ଆଶଙ୍କା ଥିବାରୁ ବିଶ୍ୱର ନିର୍ଗମନ ହ୍ରାସ ଏବଂ ଜୀବାଶ୍ମ ଇନ୍ଧନକୁ ଅକ୍ଷୟ ଶକ୍ତି ସହିତ ବଦଳାଇବା ପାଇଁ ଏକ ଜରୁରୀ ଆବଶ୍ୟକତା ରହିଛି। ଆମେ ଆଉ ଗୋଟିଏ ବିଶ୍ଳେଷଣ କରିବା ପୂର୍ବରୁ ଏହି ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିବା। ସୁନ୍ଦରବନରେ ରହୁଥିବା ସମ୍ପ୍ରଦାୟକୁ ଜଳବାୟୁ ପରିବର୍ତ୍ତନ କିପରି ପ୍ରଭାବିତ କଲା? ଯଦି କୌଣସି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଏ ନାହିଁ, ଭବିଷ୍ୟତରେ ସେହି ଅଞ୍ଚଳରେ ବାସ କରୁଥିବା ସମ୍ପ୍ରଦାୟଗୁଡ଼ିକ ସହିତ କ'ଣ ହେବ ବୋଲି ଆପଣ ଭାବୁଛନ୍ତି? ଏହିପରି ଅଞ୍ଚଳରେ ବାସ କରୁଥିବା ସମ୍ପ୍ରଦାୟର ଦୁର୍ବଳତା ବା ବିପଦ କ'ଣ? ହୁବାଲିରେ ରହୁଥିବା ଏକ ସମ୍ପ୍ରଦାୟ। ଶ୍ରୀ ପଟେଲଙ୍କ ଫାର୍ମ। ଶ୍ରୀ ପଟେଲଙ୍କର ହୁବାଲିରେ ଏକ ଫାର୍ମ ଅଛି, ଯେଉଁଠାରେ ସେ ଫଳ ଏବଂ ପନିପରିବା ଚାଷ କରନ୍ତି। ଗତ 10 ବର୍ଷ ମଧ୍ୟରେ ବର୍ଷା ହ୍ରାସ ପାଇଛି। ଯେଉଁଠାରେ ତାଙ୍କ ଫାର୍ମ ଅବସ୍ଥିତ, ସେହି ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ବର୍ଷା ହୁଏ ନାହିଁ, ଯାହା ତାଙ୍କ ଫସଲ ବଢ଼ିବା କଷ୍ଟକର କରିଥାଏ। ଏହା ତାଙ୍କ ପରିବାରକୁ ଖାଦ୍ୟ ଯୋଗାଇବା ଏବଂ ଟଙ୍କା ରୋଜଗାର କରିବାର କ୍ଷମତାକୁ ପ୍ରଭାବିତ କରିଥାଏ। ତେଣୁ ଶ୍ରୀ ପଟେଲଙ୍କ ଦୁର୍ବଳତା ହେଉଛି ତାଙ୍କ ଚାଷ ପାଇଁ ପର୍ଯ୍ୟାପ୍ତ ଜଳର ଅଭାବ। ଜଳର ଅଭାବ ଶ୍ରୀ ପଟେଲଙ୍କୁ କିପରି ପ୍ରଭାବିତ କରିବ? ପ୍ରଭାବ: ସେ ଭେଜି ବିକ୍ରୟ କରିପାରିବ ନାହିଁ, ଟଙ୍କା ଘରକୁ ଆଣିପାରିବ ନାହିଁ ଏବଂ ନିଜ ପରିବାରକୁ ମଧ୍ୟ ଖାଇବାକୁ ଦେଇପାରିବ ନାହିଁ। ତେଣୁ ଜଳବାୟୁ ପରିବର୍ତ୍ତନ ତାଙ୍କ ବଞ୍ଚିବାକୁ ଅସୁରକ୍ଷିତ ଏବଂ ବିପଦରେ ପକାଉଛି। ପ୍ରଶାନ୍ତଙ୍କ ଘର। ପ୍ରଶାନ୍ତ ହୁବାଲି ନଦୀ ନିକଟରେ ରୁହନ୍ତି। ପ୍ରବଳ ବର୍ଷା ହେଲେ କିମ୍ବା ନଦୀ ପ୍ରବାହିତ ହେଲେ ତାଙ୍କ ଘରେ ବନ୍ୟା ପରିସ୍ଥିତି ଆଶଙ୍କା ରହିଛି। ବନ୍ୟା ଜଳ ତାଙ୍କ ଘରକୁ ନଷ୍ଟ କରିପାରେ ଏବଂ ଏଥିରେ ରହିବା ଅସୁରକ୍ଷିତ ହୋଇପାରେ। ତେଣୁ ତାଙ୍କର ଦୁର୍ବଳତା ହେଉଛି ବନ୍ୟା ଯୋଗୁଁ ତାଙ୍କ ଘର ନଷ୍ଟ ହେବାର ଆଶଙ୍କା। ଘରେ କ'ଣ ବିପଦ ଅଛି? ପ୍ରଶାନ୍ତ ଘରେ ଥିବା ସମସ୍ତ ଜିନିଷ ହରାଇବେ, ସମ୍ପତ୍ତି ନଷ୍ଟ ହୋଇଯିବ ଏବଂ ପୁନରୁଦ୍ଧାର ମୂଲ୍ୟ ବହୁତ ହେବ। ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ ଚେଷ୍ଟା କରିବା। ହୁବାଲିରେ ରହୁଥିବା ସମ୍ପ୍ରଦାୟର ଚ୍ୟାଲେଞ୍ଜ ବା ବିପଦ କ'ଣ? ଆପଣ ଭାବୁଥିବେ ହୁବାଲି ଏବଂ ସୁନ୍ଦରବନରେ ରହୁଥିବା ସମ୍ପ୍ରଦାୟଗୁଡ଼ିକ ସମାନ ସଂଘର୍ଷର ସମ୍ମୁଖୀନ ହେଉଛନ୍ତି କିମ୍ବା ଜଳବାୟୁ ପରିବର୍ତ୍ତନର ସମାନ ପ୍ରଭାବ ପଡ଼ୁଛି। ଆପଣ କେଉଁଠାରେ ରୁହନ୍ତି? ଆପଣଙ୍କ ପରିବାରର କେତେ ଟଙ୍କା ଅଛି? ଆପଣ ପୁଅ କିମ୍ବା ଝିଅ ହୁଅନ୍ତୁ, ଜଳବାୟୁ ପରିବର୍ତ୍ତନ ସହିତ ଆପଣ କିପରି ମୁକାବିଲା କରନ୍ତି? ବିଭିନ୍ନ ଜିନିଷ କିପରି ପ୍ରଭାବିତ କରେ? ଏକାଧିକ ବିପଦର ମିଶ୍ରଣ। ଏହି ବିପଦଗୁଡ଼ିକ ମିଶ୍ରିତ ହୋଇପାରେ, ଅର୍ଥାତ୍ ବିଭିନ୍ନ ବିପଦ ଏକାଠି ହୋଇପାରେ, ଅର୍ଥାତ୍ ଜଳବାୟୁ ପରିବର୍ତ୍ତନ ହେତୁ କିଛି ଗୋଷ୍ଠୀର ଲୋକଙ୍କୁ ଏକା ସାଙ୍ଗରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିବ। ଆସନ୍ତୁ ଏକ ଉଦାହରଣ ଦେଖିବା।
ସମୁଦ୍ର ପତନ ବୃଦ୍ଧି ବା ଭୌଗୋଳିକ ଦୁର୍ବଳତା ଏବଂ ସୀମିତ ଅର୍ଥନୈତିକ ସମ୍ବଳ ବା ସାମାଜିକ ଅର୍ଥନୈତିକ ଦୁର୍ବଳତା ହେତୁ ସ୍ୱଳ୍ପ ଉପକୂଳବର୍ତ୍ତୀ ଅଞ୍ଚଳର ଏକ ସମ୍ପ୍ରଦାୟ ଅସୁରକ୍ଷିତ ହୋଇପାରେ। ବିପଦର ଏହି ମିଶ୍ରଣ ସମ୍ପ୍ରଦାୟର ଚ୍ୟାଲେଞ୍ଜ ଏବଂ ପରିସ୍ଥିତିକୁ ମୁକାବିଲା କରିବାର ଉପାୟ ବଢ଼ାଇପାରେ। ଯେତେବେଳେ ଘରଗୁଡ଼ିକ ନଷ୍ଟ ହୋଇଯାଏ, କମ୍ ଟଙ୍କା ଥିବା ଲୋକମାନେ ପୁନର୍ବାର ନିର୍ମାଣ କିମ୍ବା ମରାମତି କରିପାରିବେ ନାହିଁ। ଯଦି ସମ୍ପ୍ରଦାୟରେ ଅତ୍ୟଧିକ ଉତ୍ତାପ ହେତୁ ଜଳ ଯୋଗାଣ ଶୁଖିଯାଏ, ତେବେ ପରିବାର ପାଇଁ ଜଳ ପାଇବା ପାଇଁ ମହିଳାମାନଙ୍କୁ ଅଧିକ ଦୂରତା ଚାଲିବାକୁ ପଡ଼ିପାରେ। ତେଣୁ ବିଭିନ୍ନ ଜିନିଷ ଯେପରିକି ଆପଣ କେଉଁଠାରେ ରୁହନ୍ତି, ଆପଣଙ୍କ ପରିବାରର କେତେ ଟଙ୍କା ଅଛି ଏବଂ ଆପଣ ପୁଅ କିମ୍ବା ଝିଅ ହୁଅନ୍ତୁ, ଜଳବାୟୁ ପରିବର୍ତ୍ତନ ସହିତ ଆପଣ କିପରି ମୁକାବିଲା କରନ୍ତି ତାହା ପ୍ରଭାବିତ କରେ। ଜଳବାୟୁ ବିପଦ କାରଣରୁ ଏକ ସମ୍ପ୍ରଦାୟ ପାଇଁ ବିଭିନ୍ନ ସମସ୍ୟା କିପରି ଜଡ଼ିତ ତାହା ଏହା ଦର୍ଶାଏ। ଜଳବାୟୁ ପରିବର୍ତ୍ତନ ହେତୁ ବିଭିନ୍ନ ବିପଦ, ରେସ୍, ଭୌଗୋଳିକ, ସାମାଜିକ ଅର୍ଥନୈତିକ, ଲିଙ୍ଗ, ଉତ୍ସଗୁଡ଼ିକୁ ପ୍ରବେଶ। ବିଭିନ୍ନ ବିପଦକୁ ବୁଝିବା। ଭୌଗୋଳିକ ବିପଦ। କେତେକ ସ୍ଥାନ ଜଳବାୟୁ ପରିବର୍ତ୍ତନ ହେବାର ଆଶଙ୍କା ଅଧିକ କାରଣ ସେମାନେ କେଉଁଠାରେ ଅଛନ୍ତି, ଯେପରିକି ସେମାନେ ସମୁଦ୍ର ନିକଟରେ କିମ୍ବା ପ୍ରକୃତ ଗରମ ଅଞ୍ଚଳରେ। ସାମାଜିକ ଅର୍ଥନୈତିକ। କେତେକ ସମ୍ପ୍ରଦାୟର ହୁଏତ ଅଧିକ ଅର୍ଥ କିମ୍ବା ବିଶୁଦ୍ଧ ଜଳ, ଭଲ ବିଦ୍ୟାଳୟ କିମ୍ବା ଦୃଢ଼ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକର ପ୍ରବେଶ ହୋଇନପାରେ। ଲିଙ୍ଗ। ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ମୁକାବିଲା କରିବା ପାଇଁ ବିଭିନ୍ନ ଉତ୍ସର ଅଭାବ ହେତୁ ସମ୍ପ୍ରଦାୟର ଗୋଟିଏ ଲିଙ୍ଗ ଅଧିକ ସମସ୍ୟାର ସମ୍ମୁଖୀନ ହୁଏ। ଯେପରି ଗ୍ରାମଗୁଡ଼ିକରେ ପାନୀୟ ଜଳ ପାଇବା ପାଇଁ ମହିଳାମାନେ ଅଧିକ ଦୂରତା ବୁଲନ୍ତି। ଉତ୍ସଗୁଡ଼ିକର ପ୍ରବେଶ। ବିଭିନ୍ନ କାରଣରୁ ଜଳବାୟୁ ପରିବର୍ତ୍ତନ ସହିତ ଲଢ଼ିବା ପାଇଁ ଆବଶ୍ୟକ ହେଲେ ବିଭିନ୍ନ ଉତ୍ସଗୁଡ଼ିକ ପାଇଁ ଉପଲବ୍ଧତା ସମସ୍ୟା। ଉଦାହରଣ ସ୍ୱରୂପ, ଯେତେବେଳେ ଏକ ସମ୍ପ୍ରଦାୟ ବନ୍ୟା ପରିସ୍ଥିତିର ମୁକାବିଲା କରୁଛି, ସମ୍ବଳ ଅଭାବରୁ ସେମାନେ ପୁନର୍ବାର ଘର ନିର୍ମାଣ କିମ୍ବା ମରାମତି କରିବାରେ ସମର୍ଥ ହୋଇପାରନ୍ତି ନାହିଁ। ଆପଣ ଭାବୁଥିବେ କି ଗୋଟିଏ ସମ୍ପ୍ରଦାୟର ଜଳବାୟୁ ପରିବର୍ତ୍ତନ ସମୟରେ ବିଭିନ୍ନ ଲୋକ ମାନେ ପୁରୁଷ, ମହିଳା, ଶିଶୁ କିମ୍ବା ବୃଦ୍ଧ ଭିନ୍ନ ଭାବରେ ପ୍ରଭାବିତ ହୁଅନ୍ତି। ହୁବଳରେ ରହୁଥିବା ଏକ ସମ୍ପ୍ରଦାୟ। ଶଙ୍କରର ଜେଜେବାପା। ଶଙ୍କରର ଜେଜେବାପା ଏକୁଟିଆ ରୁହନ୍ତି ଏବଂ ବୁଲିବାରେ ଅସୁବିଧା ହୁଏ। ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଉତ୍ତାପ ତରଙ୍ଗ ସମୟରେ ଏହା ଅତ୍ୟଧିକ ଗରମ ହୋଇଥାଏ, ଯାହା ତାଙ୍କ ଜେଜେବାପାଙ୍କୁ ଅସୁସ୍ଥ କିମ୍ବା ଅସହଜ ମନେ କରିପାରେ। ତେଣୁ ତାଙ୍କ ଜେଜେବାପାଙ୍କର ସମସ୍ୟା ହେଉଛି ଅତ୍ୟଧିକ ଉତ୍ତାପ ସହିତ ଜଡ଼ିତ ସ୍ୱାସ୍ଥ୍ୟ ପ୍ରତି ବିପଦ। ଲତାର ପଡ଼ୋଶୀ। ଲତା ଏକ ପଡ଼ୋଶୀରେ ବାସ କରେ ଯେଉଁଠାରେ ଛାଇ କିମ୍ବା ସବୁଜ ଆବରଣ ଯୋଗାଇବା ପାଇଁ କୂଅ କିମ୍ବା ଅନେକ ଗଛ ନାହିଁ। ଗଛ ବିନା ପିଲାମାନେ ନିରାପଦରେ ଖେଳିବା ପାଇଁ କମ୍ ଛାଇ ଏବଂ ସବୁଜ ଆବରଣ। ଏହା ଲାଥାଙ୍କ ପାଇଁ ନିଜ ପଡ଼ୋଶୀ ପିଲାମାନଙ୍କୁ ସବୁଜ ସ୍ଥାନକୁ ପ୍ରବେଶ ନ କରି ବାହାରେ ଖେଳିବା ଏବଂ ବାହ୍ୟ କାର୍ଯ୍ୟକଳାପ ଉପଭୋଗ କରିବା ପାଇଁ ପଠାଇବା କଷ୍ଟକର କରିଥାଏ। ତେଣୁ ଲତାଙ୍କ ଦୁର୍ବଳତା ହେଉଛି ତାଙ୍କ ସମ୍ପ୍ରଦାୟରେ ସବୁଜ ସ୍ଥାନ ଏବଂ ସୁରକ୍ଷିତ ସ୍ଥାନର ଅଭାବ। ଏହାଦ୍ୱାରା କମ୍ ସତେଜ ବାୟୁ ଏବଂ ଅଧିକ ପ୍ରଦୂଷଣ ମଧ୍ୟ ହୋଇପାରେ। ଆଜ୍ମା କିମ୍ବା ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ବଢ଼ିଥାଏ। ଏହା ବୁଝିବା ଜରୁରୀ ଯେ ବିଭିନ୍ନ ଲୋକଙ୍କ ପାଇଁ ଦୁର୍ବଳତା କିମ୍ବା ଅସୁବିଧା ଭିନ୍ନ ହୋଇପାରେ। କେତେକ ଦୁର୍ବଳତା ସେମାନେ କେଉଁଠାରେ ରୁହନ୍ତି, ଉତ୍ସଗୁଡ଼ିକୁ କିମ୍ବା ସେମାନଙ୍କର ବ୍ୟକ୍ତିଗତ ପରିସ୍ଥିତି ସହିତ ଜଡ଼ିତ ହୋଇପାରେ। ତେବେ ଏହାର ଅର୍ଥ ହେଉଛି ଏହି ବିପଦଗୁଡ଼ିକ ସମ୍ପ୍ରଦାୟରେ ମାନବ ସ୍ୱାସ୍ଥ୍ୟ ଉପରେ ମଧ୍ୟ
ପ୍ରଭାବ ପକାଇଥାଏ। ଜଳବାୟୁ ପରିବର୍ତ୍ତନ ମାନବ ସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ବିପଦ। ଆସନ୍ତୁ ବର୍ତ୍ତମାନ ବୁଝିବା କିପରି ଏକ ସମ୍ପ୍ରଦାୟରେ ଏକାଧିକ ବିପଦ ସହିତ ମାନବ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିପାରେ। ଜଳବାୟୁ ପରିବର୍ତ୍ତନର ମାନବ ସ୍ୱାସ୍ଥ୍ୟ ଉପରେ ପ୍ରଭାବ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ପରିବେଶ, ସ୍ୱାସ୍ଥ୍ୟ ଏବଂ ଅର୍ଥନୀତି ଉପରେ। ଯେପରି ଆମେ ହୁବୁଳି ମାମଲାରେ ଦେଖିଥିଲୁ, କିଛି ଲୋକ ପୂର୍ବରୁ ଅର୍ଥର ଅଭାବ, ଭଲ ସ୍ୱାସ୍ଥ୍ୟସେବା ପାଇ ନପାରିବା କିମ୍ବା ନିରାପଦ ସ୍ଥାନ ରହିବା ଭଳି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏହି ଜିନିଷଗୁଡ଼ିକ ସେମାନଙ୍କ ସମସ୍ୟା ପାଇଁ ଅଧିକ ଅସୁରକ୍ଷିତ କରିଥାଏ। ଯେତେବେଳେ ଜଳବାୟୁ ପରିବର୍ତ୍ତନ ହୁଏ, ଏହା ଏହି ସମସ୍ୟାଗୁଡ଼ିକୁ ଆହୁରି ଖରାପ କରିପାରେ। ଉଦାହରଣ ସ୍ୱରୂପ, ଆସନ୍ତୁ କହିବା, ହୁବୁଳିରେ ଏକ ପରିବାର ଅଛି ଯାହାର ବହୁତ ଟଙ୍କା ନାହିଁ। ପର୍ଯ୍ୟାପ୍ତ ଖାଦ୍ୟ ଯୋଗାଇବା ପାଇଁ ସେମାନେ ହୁଏତ ପୂର୍ବରୁ କଷ୍ଟ ପାଇପାରନ୍ତି ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ଯେତେବେଳେ ଏକ ବଡ଼ ବନ୍ୟା ଘଟେ, ଏହା ସେମାନଙ୍କ ଫସଲ ନଷ୍ଟ କରିପାରେ କିମ୍ବା ଘରକୁ ନଷ୍ଟ କରିପାରେ। ଏହା ସେମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ପାଇବା ଏବଂ ରହିବା ପାଇଁ ଏକ ସୁରକ୍ଷିତ ସ୍ଥାନ ପାଇବା କଷ୍ଟକର କରିଥାଏ। ଅନ୍ୟ ଏକ ଉଦାହରଣ ହେଉଛି ହୁବୁଳିର ଜଣେ ବୟସ୍କ ବ୍ୟକ୍ତି ଯିଏକି ବୁଲିବାରେ ଅସୁବିଧା ହୋଇପାରେ। ଜଳବାୟୁ ପରିବର୍ତ୍ତନ ହେତୁ ଯେତେବେଳେ ଏହା ପ୍ରକୃତରେ ଗରମ ହୁଏ, ଏହା ସେମାନଙ୍କୁ ଅଧିକ ଅସୁସ୍ଥ କିମ୍ବା ଅଧିକ ଅସହଜ ମନେ କରିପାରେ। ଏହାର କାରଣ ହେଉଛି ଅତ୍ୟଧିକ ଉତ୍ତାପ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ ଏବଂ ନିରାପଦରେ ରହିବାକୁ ସେମାନେ ଅତିରିକ୍ତ ସାହାଯ୍ୟ ଆବଶ୍ୟକ କରିପାରନ୍ତି। ଏକାଧିକ ବିପଦ ହେଉଛି ଜଳବାୟୁ ପରିବର୍ତ୍ତନ ସମସ୍ତଙ୍କୁ ସମାନ ଢଙ୍ଗରେ ପ୍ରଭାବିତ କରେ ନାହିଁ। କିଛି ଲୋକ ହୁଏତ ପୂର୍ବରୁ ଅଧିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଏବଂ ଜଳବାୟୁ ପରିବର୍ତ୍ତନ ସେମାନଙ୍କ ଜୀବନକୁ ଆହୁରି କଷ୍ଟ ଦେଇପାରେ। ଭାରତ ପାଇଁ ଏହାର ଅର୍ଥ କ'ଣ? ଭାରତର 80% ଅଧିକ ଲୋକ ଅତ୍ୟଧିକ ହାଇଡ୍ରୋମିଟ୍ ବିପର୍ଯ୍ୟୟ ବା ବନ୍ୟା, ଘୂର୍ଣ୍ଣିବଳୟ ଇତ୍ୟାଦି ପରି ଜଳପ୍ରବଣ ବିପର୍ଯ୍ୟୟ ପାଇଁ ଅତ୍ୟଧିକ ଅସୁରକ୍ଷିତ ଜିଲ୍ଲାମାନଙ୍କରେ ବାସ କରନ୍ତି। ତାପରେ ପୂର୍ବ, ପଶ୍ଚିମ, ଉତ୍ତର, ଉତ୍ତର-ପୂର୍ବ ଏବଂ କେନ୍ଦ୍ରୀୟ ଜୋନ୍। ଭାରତର ପୂର୍ବ ଏବଂ ପଶ୍ଚିମ ଜୋନ୍‌ର ସମୁଦାୟ ଜିଲ୍ଲା ମଧ୍ୟରୁ 59 ଏବଂ 41% ଅତ୍ୟଧିକ ଘୂର୍ଣ୍ଣିବଳୟ ଘଟଣାରେ ଅତ୍ୟଧିକ ଅସୁରକ୍ଷିତ। ଭାରତର ଉତ୍ତର-ପୂର୍ବରେ ଅବସ୍ଥିତ ରାଜ୍ୟଗୁଡ଼ିକ ବନ୍ୟା ପରିସ୍ଥିତିରେ ଅଧିକ ବିପଦପୂର୍ଣ୍ଣ ଥିବାବେଳେ, ଦକ୍ଷିଣ ଏବଂ କେନ୍ଦ୍ରୀୟ ଅଞ୍ଚଳରେ ଥିବା ରାଜ୍ୟଗୁଡ଼ିକ ଅତ୍ୟଧିକ ମରୁଡ଼ି ପାଇଁ ଅଧିକ ବିପଦପୂର୍ଣ୍ଣ। ଭାରତର 6ଟି ଜୋନ୍ ମଧ୍ୟରୁ 5ଟି ଅର୍ଥାତ୍ ଦକ୍ଷିଣ, ଉତ୍ତର, ଉତ୍ତର-ପୂର୍ବ, ପଶ୍ଚିମ ଏବଂ ମଧ୍ୟଭାଗରେ ଅତ୍ୟଧିକ ହାଇଡ୍ରୋମିଟ୍ ବିପର୍ଯ୍ୟୟ ହେତୁ ପରିବର୍ତ୍ତନ କିମ୍ବା ସମସ୍ୟାର ମୁକାବିଲା କରିବାର କ୍ଷମତା କମ୍। ଅବଶ୍ୟ ଚରମ ହାଇଡ୍ରୋମିଟ୍ ବିପର୍ଯ୍ୟୟକୁ ନିୟନ୍ତ୍ରଣ କରିବା ପାଇଁ ପୂର୍ବାଞ୍ଚଳ ଜୋନ୍‌ର ଏକ ମଧ୍ୟମ ସୀମା କ୍ଷମତା ଅଛି। ଆସାମ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ବିହାର ଅତ୍ୟଧିକ ଜଳବାୟୁ ଘଟଣା ଯେପରିକି ବନ୍ୟା, ମରୁଡ଼ି ଏବଂ ଘୂର୍ଣ୍ଣିବଳୟ ଜଳବାୟୁ ଦୁର୍ବଳତା ସୂଚକାଙ୍କ ପାଇଁ ଅତ୍ୟଧିକ ଅସୁରକ୍ଷିତ। ତେବେ ଆଜି ଆମେ କ'ଣ ବୁଝିଲୁ? ଜଳବାୟୁ ପରିବର୍ତ୍ତନ ଏବଂ ସମ୍ପ୍ରଦାୟ ଉପରେ ପ୍ରଭାବ। ଭୌଗୋଳିକ, ସାମାଜିକ ଅର୍ଥନୈତିକ, ସ୍ୱାସ୍ଥ୍ୟ, ଉତ୍ସଗୁଡ଼ିକୁ ପ୍ରବେଶ, ଲିଙ୍ଗ କିମ୍ବା ବୟସ